ହଁ କିଏ ଭାଇ କହୁଥିଲେ? ହଁ ମୁଁ ସାମ୍ବାଦିକ କହୁଥିଲି ଆଜ୍ଞା। ହଁ କଣ କହୁଛନ୍ତି? ଆପଣଙ୍କର ଯୋଉ କୋଉ ମଣ୍ଡି କହିଲେ ଆପଣଙ୍କ ନାଁ? ଆପଣ କୋଉଠି କଣ ଖବର ପାଇକି କହୁନାହାନ୍ତି କଣ? ନା ନା ଆପଣଙ୍କର ସଦର ବ୍ଲକରେ ଯୋଉ କଣ ସେ ଗାଁ ଟା ଆପଣଙ୍କର ଯୋଉ ମଣ୍ଡି ଅଛି ପ୍ରତାପପୁର ସତମପୁର ଆମ ଆନ୍ଦିଲା ନା କଣ ସେ ଗାଁ ନାଁଟା ଆପଣଙ୍କର? ଆଳନ୍ଦିଆ। ଆଳନ୍ଦିଆ। ହଁ ଆଳନ୍ଦିଆରେ ଆପଣ ଅଛନ୍ତି ତ ଦାୟିତ୍ୱରେ ସମ୍ପାଦକ ଦାୟିତ୍ୱରେ? ହଁ ଆଜ୍ଞା କହୁନାହାନ୍ତି। ସେଠି କଣ ଆପଣଙ୍କର ଅଭିଯୋଗ ଆଇଲା ଯେ ଏତେ ଗୋଟେ ଜୋରଦାର ଅଭିଯୋଗ କରିଛନ୍ତି 4-5 ଜଣ ଚାଷୀ ଯେ ବର୍ତ୍ତମାନ ଚାଷରେ ମାନେ ମଣ୍ଡିରେ ଏଭଳିଆ ଦୁର୍ନୀତି ହଉଛି। କଣ ଦୁର୍ନୀତି ହଉଛି? କଣ ଦୁର୍ନୀତି ହଉଛି କହୁନାହାନ୍ତି ଆଗ? କଣ ଦୁର୍ନୀତିଟା କଣ କୁହନ୍ତୁ ଆଗ? ଦୁର୍ନୀତି ଚାଷୀ ଆଣିଛନ୍ତି ନାଇଁ ଆପଣଙ୍କର? ନାଇଁ କଣ ଦୁର୍ନୀତି ତ ଗୋଟେ ହଉଥିବ ବୋଲି ପୁଣି ସିଏ କିଏ କହିଥିବ ଆପଣ କି ଦୁର୍ନୀତି ହଉଛି ସେଇଟା ମୁଁ ଜାଣିବା ଦରକାର। ନା ଏଇ ଦୁର୍ନୀତି ହଉଛି ମୁଁ ତ ଜାଣିନି କିଛି ଦୁର୍ନୀତି ହଉଛି ବୋଲି। କଣ ଆପଣଙ୍କ ପାଖରେ କି ଅଭିଯୋଗ ଦୁର୍ନୀତି ହେଇଛି ସେଇଟା ତ ପୁଣି ଜାଣିବା ଦରକାର ନା ନାହିଁ। ଆଉ ତାପରେ କୋଉ ଚାଷୀ ମାନେ କହୁଛନ୍ତି ସେମାନେ ପୁଣି ଜାଣିବା ଦରକାର ନା ନାହିଁ। ସେ ପ୍ରକୃତ ଚାଷୀ ମାନେ ଧାନ ଦେବା ଚାଷୀ କି ଫାଲତୁ ମାନେ ମାନେ ଅଦରକାରୀ ଲୋକ ସବୁ ଦରକାରୀ ଲୋକ କି ଅଦରକାରୀ ଲୋକ ସେଟା ଆମେ ଜାଣିବା ଦରକାର। ଆପଣ ନା ନା ଶୁଣନ୍ତୁ ଆଜ୍ଞା ଚାଷୀ ଶୁଣନ୍ତୁ କହିବା ପାଇଁ ଲୋକ କହିବେ ଯାହାର ଅଭିଯୋଗ ଶୁଣନ୍ତୁ ଯାହାର ଅଭିଯୋଗ ହବ ଅଭିଯୋଗ ଡାଇରେକ୍ଟ ଏଠି କରିବ ମାନେ ଡାଇରେକ୍ଟ ଆମ ପାଖରେ ଅଭିଯୋଗ କରିବ ଯେ ନା ଏହା ହଉଛି ଦୁର୍ନୀତି ହଉଛି କଣ ହଉଛି ଆମେ ତ ଜାଣିପାରୁନୁ କଣ ଦୁର୍ନୀତିଟା କଣ ହଉଛି ଜାଣିପାରୁନୁ କଣ ଦୁର୍ନୀତି ହଉଛି ବୋଲି କିଏ ତ ଗୋଟେ ଚାଷୀ ଯିଏ ଅଭିଯୋଗ କରୁଥିବ ଆମେ ଜାଣିବା ଦରକାର। ନାଇଁ ସେମାନେ ଶୁଣନ୍ତୁ ଅଭିଯୋଗ ଯୋଉଟା କହିଲେ ସେମାନେ ରଖିଛନ୍ତି ଯେ ବର୍ତ୍ତମାନ ପାଇଁ ଆମେ ଯୋଉ କ୍ୱିଣ୍ଟାଲ ପିଛା 6 କେଜି କାଟୁଛନ୍ତି ସେଟା କଣ ପାଇଁ? ହଁ ସେଇଟା ଠିକ କଥା। ଆଜ୍ଞା ଆପଣ ଯୋଉଟା କହିଲେ ଠିକ କଥା। 6 କିଲୋ ଯୋଉ କାଟ ହଉଛି ଯୋଉଟା ଆପଣ କହୁଛନ୍ତି ନାଇଁ ଆମେ କହୁନୁ ଆଜ୍ଞା ଆମେ କହୁନୁ ଚାଷୀ କହୁଛନ୍ତି ଚାଷୀ କହୁଛନ୍ତି ଧାନ ଯେତେବେଳେ ଗେଡିଂ ଯେତେବେଳେ ସବୁ ମାନେ କରାଯାଉଛି ଯେତେ ଲୋକଙ୍କର ଧାନ ଦେଖାଯାଉଛି 12% 13% ବର୍ତ୍ତମାନ ଡିପାର୍ଟମେଣ୍ଟ ଲୋକ ରହିକିରି ଧାନର ମାନ ନିର୍ଦ୍ଧାରଣ କଲା ବେଳକୁ 12% 13% ଧାନର ବର୍ତ୍ତମାନ ରିଜେକ୍ଟ ବାହାରୁଛି। ବୁଝିପାରିଲେ ନା ନାଇଁ? ଆଜ୍ଞା ଆଜ୍ଞା ସେଠି ଚାଷୀ ବର୍ତ୍ତମାନ 12 କିଲୋ ଦେବେ କାଟ ଦେବେ ନା ଏତିକି ଧାନ ଦେବେ? ମୋ କହିବାଟା ବୁଝନ୍ତୁ ଆଜ୍ଞା। ଯଦି 12 କିଲୋ ଧାନ ଯଦି ସେମିତି ଯୋଉ ଭଳିଆ ଧାନ ନେଇକିରି ଆସୁଛନ୍ତି ସେମିତି ଯଦି ସେଇଭଳିଆ ଧାନ ଯଦି ସେ ଦେବେ ତାହେଲେ 12 କିଲୋ ଧାନ ସେଇ ମିଲର କାଟିଦେବ ସେଇ ରିଜେକ୍ଟ ଦେଖଉଛି 12 କିଲୋ କାହାର 13 କିଲୋ କାହାର 10 କିଲୋ 11 କିଲୋ 12 କିଲୋ ମାନେ 10 କିଲୋରୁ ଉର୍ଦ୍ଧ୍ୱ। ଆଜ୍ଞା କଣ ବୁଝିପାରିଲେ ନା ଭାଇ? ଆଜ୍ଞା 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 ଯୋଉ ଜିନିଷଟା ଆପଣ କହୁଛନ୍ତି ସେଥିରେ ଆମର ଆଜ୍ଞା ସେଥିରେ ଆମର ମାନେ ସମବାୟ ସମିତି ସମ୍ପାଦକଙ୍କର କୌଣସି ତା ଦେହରେ ଇଏ ନାହିଁ ମାନେ ଭାଗଦାର ନାହିଁ। ମିଲର କହିବା କଥା ଯେ ଆମକୁ ବର୍ତ୍ତମାନ ଏଫେକ୍ଟିଭ ଧାନ ଦିଅ ଗଭର୍ଣ୍ଣମେଣ୍ଟ ଯୋଉଟା କହୁଛି ଏଫେକ୍ଟିଭ ଧାନଟା ଆମକୁ ବର୍ତ୍ତମାନ ଦିଅ। କିନ୍ତୁ ଏ ଚାଷୀମାନେ ଯୋଉ କହୁଛନ୍ତି ଏମାନେ ଡାଇରେକ୍ଟ ହାର୍ଭେଷ୍ଟରୁ କାଟୁଛନ୍ତି ନେଇକି ସେଇଠି ନେଇକି ଗଦଉଛନ୍ତି ନା ଶୁକଉଛନ୍ତି ନା କଣ କରୁଛନ୍ତି। ସେଠି ମିଲର ବର୍ତ୍ତମାନ କହୁଛନ୍ତି ଆମେ ଧାନ ନବୁନି। ଆଜ୍ଞା ବୁଝିପାରିଲେ ନା ମିଲର କହୁଛନ୍ତି ଆମେ ଧାନ ନବୁନି। ଯୋଉ 6 କିଲୋ କାଟଟା ଆଜ୍ଞା ହଉଛି 6 କିଲୋ ମାନେ ତାଙ୍କୁ କଣ କଲେ ଯୋଉ ରିକ୍ୱେଷ୍ଟ କରାହେଇକିରି ବର୍ତ୍ତମାନ ତମେ ଦିଅ ବର୍ତ୍ତମାନ ଯାହାହେଲେ ସେ ଗୋଟେ କମ୍ପ୍ରମାଇଜ କରିକି ଡିପାର୍ଟମେଣ୍ଟ ରହିକି ଗୋଟେ କମ୍ପ୍ରମାଇଜ କରିକି ତମେ ଗୋଟେ ଚାଷୀ କିଛି ସହିବେ ତମେ କିଛି ସହିବ ସମସ୍ତେ ସହିଲା ଭଳିଆ ଗୋଟେ ଜିନିଷ ହଉଛି ସାଧାରଣ କଥାଟା ହଉଛି ମାନେ ଏଇଟା ହଉଛି ମାନେ ମନକା କଥା। ଆପଣ ଯଦି ଚାହିଁବେ ନାଇଁ ମୋର ଗେଡିଂ ହେଇକିରି ମୋର 10 କିଲୋ କଟୁ କି 20 କିଲୋ କଟୁ ଯାହା କଟୁଛି କଟୁ ମୋ ଧାନ ମୋ ଗେଡିଂ ହବ ଧାନ ଦେବ ଯୋଉମାନେ ଚାଷୀ ସେମାନେ ଅଭିଯୋଗ କରିବେ ସେ ଧାନ ତାଙ୍କର ଗେଡିଂ ହେଇ ଟେଷ୍ଟିଂ ପାଇଁ ପଠା ହଉଛି। ଆଜ୍ଞା ଯୋଉମାନେ ଟେଷ୍ଟିଂ କରୁନାହାନ୍ତି କଣ ନାଇଁ ଆମର 3 କିଲୋ କି 4 କିଲୋ 5 କିଲୋ ଆମର ଯାହା ହଉଛି ଆମର କାଟିକିରି ଆମ ଧାନ ନେଇଯାଉ ଆମେ ଧାନ ଦେଖୁଛୁ ଆମର ରିଜେକ୍ଟ ଧାନ କିନ୍ତୁ ଆମ ଧାନଟା କେମିତି ଯାଉ ଆମର ଆଜ୍ଞା ସେଥିରେ କଣ ଅଛି ଚାଷୀ ସେଠି ଯେତେବେଳେ ଚାଷୀ ଦଉଛନ୍ତି ଆମେ ସେଠି ଆଜ୍ଞା କଣ କରିବି କହିଲେ ଆଗ ଚାଷୀ ମିଲର ଆଜ୍ଞା ଆପଣଙ୍କର ଗଭର୍ଣ୍ଣମେଣ୍ଟ ଗୋଟେ ଗାଇଡଲାଇନ ରଖିଛି ଯୋଉଟା କି କଟନୀ ଛଟନୀ ସେଟା ବର୍ତ୍ତମାନ ପାଇଁ ହବ ନାହିଁ ଏବଂ ସେଇଟା ଠିକ ଆପଣ ଯୋଉଟା କହିଲେ ସେଇଟା ଠିକ। ଚାଷୀଙ୍କୁ ଯେକୌଣସି ଯୋଉ ଧାନ ଟିକେ ଆସିବ ସେ ଚାଷୀଙ୍କୁ କୌଣସି ପ୍ରକାର ହଇରାଣ ହରକତ କରାଯିବ ନାହିଁ। ଆଜ୍ଞା ସେମିତି ଆମେ କୌଣସି ମିଲର ସପୋର୍ଟରେ ନାହୁଁ। ଆଜ୍ଞା ଆମର ଗୋଟିଏ କଥା ହଉଛି ମିଲର ସପୋର୍ଟରେ ନାହୁଁ। ଆମେ ଯେତେବେଳେ ଦେଖୁଛୁ ମାନ ନିର୍ଦ୍ଧାରଣ କଲାବେଳେ ଧାନର ବର୍ତ୍ତମାନ ମାନ ଠିକ ଆସୁନି ସେଠି ଆମେ ମିଲରକୁ ବାଧ୍ୟ ହେଇକି ରିକ୍ୱେଷ୍ଟ କରୁ ଚାଷୀ ବର୍ତ୍ତମାନ ଧାନର ମାନ ଧାନର ମାନ ଏମାନେ କୌଣସି ପ୍ରକାର ଚାଷୀ
ମାନେ ଇଏ ହେଇପାରୁନାହାନ୍ତି, ଫୁଲଫିଲ୍ ହେଇପାରୁନାହାନ୍ତି। ନାଇଁ ଆପଣ ଯୋଉ ଧାନର ମାନ ଯଦି ଆପଣ ଦେଖୁଛନ୍ତି ମିଲର ନଉନି ବୋଲି ଏ ଅଭିଯୋଗ ସରକାରଙ୍କ ପାଖରେ ଆପଣ ଉପସ୍ଥାପନ ଦେଇଛନ୍ତି କିଛି ଆପ୍ଲିକେସନ ଅଭିଯୋଗ ଏଭଳିଆ କିଛି? ସେ ସରକାରଙ୍କ ପାଖରେ ଆମେ କଣ ଆଜ୍ଞା ସେ ଜିନିଷ ଦବୁ କିଏ କହୁନାହାନ୍ତି? ଦବ? ଆଜ୍ଞା 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 ଆମେ କଣ ଦବୁ? ଚାଷୀ ବର୍ତ୍ତମାନ ଚାଷୀ ଯଦି ରାଜି ନ ହେବେ ଧାନ ନ ଦେବାକୁ, ଚାଷୀ ଯଦି ଧାନ ନ ଦେବାକୁ ରାଜି ନ ହେବେ ତାଙ୍କ ସେମାନେ ସିନା ଅଭିଯୋଗ କରିବା ପାଇଁ ସିନା ଇଏ କରିବେ। ବର୍ତ୍ତମାନ ଦେଖନ୍ତୁ ଆମର ଧାନ ବର୍ତ୍ତମାନ ଠିକ୍ ଧାନ ଅଛି, ବର୍ତ୍ତମାନ ଆମେ ଧାନ ଦେଇପାରୁନୁ। ଆପଣଙ୍କ ପାଖରେ ଯେଉଁ ଅଭିଯୋଗ କରୁଛନ୍ତି ସେଇ ଧାନଟା କେଉଁଠି ଡିପାର୍ଟମେଣ୍ଟ କେଉଁଠି ନେଇକରି ଯାଇକି ସେଇଠୁ ଟେଷ୍ଟିଂ କରୁନାହାନ୍ତି। ଯେଉଁ ଆପଣଙ୍କୁ କହୁଛନ୍ତି 6 କିଲୋ କାଟି ନେଉଛନ୍ତି, କାହିଁକି 6 କିଲୋ ନେଉଛନ୍ତି କି 5 କିଲୋ ନେଉଛନ୍ତି କି 3 କିଲୋ ନେଉଛନ୍ତି? ସେ ଅଭିଯୋଗଟା ଡାଇରେକ୍ଟ ସେପଟେ ଯାଇକି ଅଫିସର ମାନେ ଆମେ ଅଭିଯୋଗ ଦେଉନାହାନ୍ତି, ଆମକୁ ଦେଉନାହାନ୍ତି, ଆମେ ଟେଷ୍ଟିଂ କରି ତାଙ୍କୁ ଦେଖେଇଦେବୁ। ମୋ କଥାଟା ଆପଣ ଆଉ ଟିକେ ଭଲ ଆଜ୍ଞା ଚାଷୀଙ୍କ ତରଫରୁ ଆମେ ଗଣମାଧ୍ୟମ ହିସାବରେ ଆପଣଙ୍କୁ ଗୋଟିଏ କଥା କହିବା ପାଇଁ ଚାହୁଁଛୁ। ଯୋଉ 6 କିଲୋ ଧାନ ଆପଣ କାଟୁଛନ୍ତି କୁଇଣ୍ଟାଲ ପିଛା, ଆଜ୍ଞା ସେଇ 6 କିଲୋ ଧାନକୁ ଯୋଉ ଡିଲର ନଉ ଯୋଉ ଆପଣଙ୍କର ଯୋଉ କଣ ସେଇଟା ମିଲର ଯୋଉ ମିଲର ନଉନି, ସେ ମିଲର ଯଦି ଆପଣଙ୍କ ସାଥିରେ ଯଦି କିଛି ଅଭିଯୋଗ ମାନେ କୁଣ୍ଠାବୋଧ କରୁଛି ନବା ପାଇଁ, ତାହେଲେ ଆପଣ ତାକୁ ଏ ବିଷୟରେ ଲେଖିକିରି ଆପଣଙ୍କ ଡିପାର୍ଟମେଣ୍ଟ ଯୋଗାଣ ଅଧିକାରୀ ଯିଏ ଅଛନ୍ତି ଆପଣଙ୍କର ତାଙ୍କୁ ଏ ଅବଗତ କରିଛନ୍ତି କି ଆଜ୍ଞା ଆମର ଚାଷୀ ଦଉଛନ୍ତି କୁଇଣ୍ଟାଲ ଧାନ କିନ୍ତୁ ମିଲର ନଉନି, ଯେ ଆମ ପାଖରେ ଏଇଭଳିଆ କିଛି ପ୍ରୋବ୍ଲେମ ହଉଛି ଧାନର ବୋଲି ଆମର ଆଜ୍ଞା ସେ ଅଭିଯୋଗ କରୁଛି? ଶୁଣନ୍ତୁ ଆଜ୍ଞା, ମାନ ନିର୍ଦ୍ଧାରଣ କଲା ପରେ ତାଙ୍କର ପରସେଣ୍ଟେଜ ବାହାରୁଛି 12 କିଲୋ ମାନେ 12% 13% ବାହାରୁଛି। ଆଜ୍ଞା ବର୍ତ୍ତମାନ ତାଙ୍କର ଧାନର ରିଜେକ୍ଟ ବାହାରୁଛି 12% 13%। ବୁଝିପାରୁଛ ନା ନାଇଁ ଆଜ୍ଞା? ଆଜ୍ଞା ଆଜ୍ଞା ସେଠି ଆମେ କ'ଣ କରିବୁ କହିଲେ ଆଜ୍ଞା? ଗୋଟେ ଚାଷୀ 12 କିଲୋ ଦେବ, ଯଦି ଗଭର୍ଣ୍ଣମେଣ୍ଟ ସର୍କୁଲାର ଯିବ କି ଗଭର୍ଣ୍ଣମେଣ୍ଟ ନିୟମରେ ଯିବ, ବର୍ତ୍ତମାନ ତାର 12% ତାର ରିଜେକ୍ଟ ବାହାରୁଛି। 12 କିଲୋ କାଟିବ। ଆଜ୍ଞା ମୋ କଥାଟା ଆପଣ ଆଉ ଟିକେ ବୁଝନ୍ତୁ। ମୋର କହିବା ମୁଁ ସେ ଚାଷୀ କ'ଣ କ୍ଷତି ହେଲା ଆଉ କ'ଣ ମାନେ ଆଜ୍ଞା ଚାଷୀ ଶୁଣନ୍ତୁ ଆଜ୍ଞା, ଆମେ ବି ସେଇ ଚାଷୀ। ଆମେ ଚାହୁଁନୁ ଯେ ମିଲର ନେଇକି ତାର ସେ ବଡ଼ ଲୋକ ହେଇଯାଉ। ମୋ ଉଦ୍ଦେଶ୍ୟ ସେଇଆ ନୁହେଁ। ସାର୍ ଆପଣ ଯୋଉଟା କହୁଛନ୍ତି ମୁଁ ଶୁଣନ୍ତୁ, ଆମେ ଚାଷୀ ଶୁଣନ୍ତୁ, ଆମେ ଚାଷୀ ସକାଳେ ସପୋର୍ଟରେ, କିନ୍ତୁ ସେମାନେ ଯୋଉ ବର୍ତ୍ତମାନ ଚାଷୀ ଏଠି ଆଜ୍ଞା ଏଠି ଚାଷୀଙ୍କର ମାନେ ଯୋଉ ଜିନିଷଟା ପ୍ରଡକ୍ସନ କରିକି ଯୋଉ ଅମଳ କରୁଛନ୍ତି, ସେମାନେ ସେଇ ଜିନିଷ ଉପରେ ସପୋର୍ଟ ନୁହନ୍ତି। ସେମାନେ ସିଧାସଳଖ ଧାନ ହାରଭେଷ୍ଟ କାଟିଲେ ନା ଶୁଖଉଛନ୍ତି ନା କରୁଛନ୍ତି, ସିଧାସଳଖ ଅଖାରେ ପୁରେଇଲେ ଆଣିକି ଥୋଇଲେ। ସେଠି କ'ଣ ଆଜ୍ଞା ଶୁଣନ୍ତୁ ଆଜ୍ଞା, ମଶ୍ଚର ଇଆଡ଼େ ମଶ୍ଚର ଦେଖିଲା ବେଳକୁ ମଶ୍ଚର 17%, କାହାର 19%, 20%, 25% ବାହାରିଲାଣି, ମଶ୍ଚର ବାହାରିଲାଣି, ଆର୍ଦ୍ରତା ବାହାରିଲାଣି। ତାପରେ ଧାନର ମାନ ନିର୍ଦ୍ଧାରଣ କଲା ବେଳକୁ ଧାନର ମାନ ନିର୍ଦ୍ଧାରଣ ବେଳକୁ ତା 10 କିଲୋ 12 କିଲୋ ବାହାରିଲାଣି। ଆମେ ଆଜ୍ଞା ସେଠି କେଉଁ କ୍ଷେତ୍ରରେ ଆମେ କ'ଣ କରିବୁ? ମିଲର କହୁଛି ଆମକୁ ବର୍ତ୍ତମାନ ପରଫେକ୍ଟ ଧାନ ଦିଅ, ଆମେ ଧାନ ନେବୁ। ଆଜ୍ଞା ମୁଁ ଏଇଠି ଟିକେ ଆପଣଙ୍କୁ ରଖିବା ପାଇଁ ଚାହୁଁଛି, ଜଣେଇବା ପାଇଁ ଚାହୁଁଛି। ଆଜ୍ଞା ମିଲର ଆଉ ଆପଣଙ୍କ ଭିତରେ ସେଇଟା ତ ହଉଛି ଆମର ଏଇଟା ଗୋଟେ ପବ୍ଲିକ ଚାଷୀଙ୍କୁ ନେଇକିରି ଆପଣ, କିନ୍ତୁ ଗଭର୍ଣ୍ଣମେଣ୍ଟ ଯୋଉ ଗାଇଡଲାଇନ କରୁଛି ଆଜ୍ଞା ବର୍ତ୍ତମାନ ଶୁଣନ୍ତୁ, ଏଇନି ବର୍ତ୍ତମାନ ଗୋଟେ ଧାନ କଣ୍ଟା ହଉଛି, ବର୍ତ୍ତମାନ ସେଠି ନରମା ଧାନ ଅଛି, ତାର ବର୍ତ୍ତମାନ ବାହାରିଲାଣି 21%। ସେଠି କ'ଣ କରିବ କହିଲେ ଆଜ୍ଞା? ମିଲର ବର୍ତ୍ତମାନ କହୁଛି ଧାନ ନେବିନି। ଆଜ୍ଞା ଶୁଣନ୍ତୁ, ତାର ବର୍ତ୍ତମାନ ଆଜ୍ଞା ମୁଁ ଫିଲ୍ଡ ଉପରେ ଅଛି। ମୋ କଥା ଟିକେ ଆପଣ ଟିକେ ମୋ କଥା ଟିକେ ଆଉ ଟିକେ ବୁଝନ୍ତୁ ଆଜ୍ଞା। ମୋ କହିବାଟା ଆଜ୍ଞା ଆପଣ ଶୁଣନ୍ତୁ, ମୁଁ ଯୋଉଟା ବୁଝୁଛି ସେଇଟା ଆପଣ ଯୋଉଟା କହୁଛନ୍ତି ବୁଝୁଛନ୍ତି, କିନ୍ତୁ ଚାଷୀ ସେ ଜିନିଷ ଉପରେ ବର୍ତ୍ତମାନ ପ୍ରସ୍ତୁତି ନାହାନ୍ତି। ପ୍ରସ୍ତୁତି ରହିବେ ନାହିଁ, କାରଣ ସେ ଅଭିଯୋଗଟା ଆଜ୍ଞା ଅଭିଯୋଗଟା କଲେ ଆମେ କ'ଣ କରିବୁ? ଆମେ କ'ଣ ତାଙ୍କ ଧାନ ନେଇକି ଶୁଖିବୁ? ଆପଣଙ୍କୁ ମୁଁ ସେ ଅଭିଯୋଗଟା କହୁନି। ସରକାର ଯୋଉ ଗାଇଡଲାଇନ କରିଛନ୍ତି, ବର୍ତ୍ତମାନ ନୂଆ ସରକାର, ଡବଲ ଇଞ୍ଜିନ ସରକାର, ବିଜେପି ସରକାର, ମୋହନ ମାଝୀଙ୍କ ସରକାର ଯୋଉ ନୀତି କରିଛନ୍ତି, ସେ ନୀତିରେ ଆପଣ ଯୋଉ ଉଲ୍ଲଂଘନ କରୁଛନ୍ତି, ଏଇଟା ଆପଣଙ୍କର ରାଇଟ ହବ କି ଆଇନରେ? ଆଜ୍ଞା ଯୋଉ ସରକାର ଯୋଉ ଗାଇଡଲାଇନ କରିଛନ୍ତି, ସେ ଗାଇଡଲାଇନ ରେ ଆପଣ 6 କିଲୋ ଲେଖା କାଟିଣି ଛଟଣି କରୁଛନ୍ତି କି? ଯୋଉଟା କରୁଛନ୍ତି, ଶୁଣନ୍ତୁ, ଯଦି ଆପଣ କରିଛନ୍ତି ସେଇଟା ସରକାରଙ୍କ ଅବଗତ ଅଛନ୍ତି ତ? ସରକାର ଶୁଣନ୍ତୁ ଆଜ୍ଞା, ସେ ଜିନିଷ ଉପରେ ମୋର ମାନେ ମୁଁ ସେ ଜିନିଷ ଉପରେ ସପୋର୍ଟ ନାହିଁ କି ମୋର ସେ ବିଷୟରେ ମୋର ଇଏ ନାହିଁ, କିନ୍ତୁ ଗୋଟିଏ ଜିନିଷ ହଉଛି ଧାନ ମୋର ଏବେ କହୁଛନ୍ତି ଯେ 6 କିଲୋ ଲେଖା କାଟିବାକୁ ବାଧ୍ୟ ହଉଛୁ ଆମେ, ଯେହେତୁ ଲୋକଙ୍କର ଦଉନାହାନ୍ତି। ତେଣୁ ଆମେ କହିବା କଥା, ସେ ମିଲର କ'ଣ କଲା? ମିଲର ନାଁରେ ଆପଣ ଅଭିଯୋଗ ଦେଲେଣି। ମିଲର କହୁଛି ମତେ ଏଠିକୁ ଧାନ ଦିଅ।
ମିଲର କହୁଛି ମତେ ଏଫଏକ୍ୟୁ ଧାନ ଦିଅ, ମୁଁ କୋଉଠୁ ଦେବି? ଚାଷୀ ଦେବେ ମତେ ଏଠି ଏଫଏକ୍ୟୁ ଧାନ ଆଣି ଯୋଉ ମଣ୍ଡିରେ ଥଉଛନ୍ତି। ସେଇ କଥା ପଚାରୁଛି ଆଜ୍ଞା, ଆପଣ ସେଇ ଜିନିଷଟା ଅଭିଯୋଗଟା ଆପଣ ଯୋଗାଣ ଅଧିକାରୀ କି ଲିଖିତ ଆକାରରେ ଦେଇଛନ୍ତି କି ନା କୌଣସି ଆପଣ ସରକାରୀ ଡିପାର୍ଟମେଣ୍ଟକୁ ଦେଇଛନ୍ତି କି ନା ଜିଲ୍ଲାପାଳଙ୍କୁ ଜଣେଇଛନ୍ତି କି? ମୁଁ ଶୁଣନ୍ତୁ ଆଜ୍ଞା, ମୁଁ ଏକୁଟିଆ ଗୋଟେ ମଣ୍ଡି ଚାଲିନି ଏଠି, ମାନେ ସାରା ଓଡିଶା ଯାକ ମଣ୍ଡି ଚାଲିଛି ଆଜ୍ଞା ଏମିତି ଅଭିଯୋଗ ସବୁଠି ଅଛି, ଅଭିଯୋଗ ଅଛି ସବୁ ସେଇ ଜିନିଷଟା ବର୍ତ୍ତମାନ ସବୁ ଜିନିଷ